ऐतिहासिक रेकर्ड कले विराट कोहली एमिति कारनामा कर विश्वर प्रथम क्रिकेटर। हाँ दर्शक बंधु, अंतर्जातीय क्रिकेट रे 37,000 रन स्कोर कर विराट कोहली विश्वर चतुर्थ क्रिकेटर होइचंती। बांग्लादेश विपक्ष कानपुर टेस्ट मैच रे से यही सफलता हासिल करछंती। बांग्लादेश विपक्ष द्वितीय टेस्ट मैच रे से 35 रन संग्रह करबा मात्रे कोहली यही संख्या को स्पर्श करछंती। এই তালিকার কেবল রিকি পন্টিং, কুমার সাঙ্গাকারা এবং সচিন তেন্দুলকর তাঙ্কঠারু আগরে অছন্তি। কানপুর টেস্টରେ ব্যাটিং କରିବା ପୂର୍ବରୁ କୋହଲି 593 ଇନିଂସରେ 24,965 ରନ୍ ସଂଗ୍ରହ କରିଥିଲେ। ଟେଷ୍ଟ ମ୍ୟାଚ୍ର ପ୍ରଥମ ଇନିଂସରେ ସେ 25 ବଲ୍ରେ 47 ରନ୍ ସ୍କୋର କରିଥିଲେ। ଅଦ୍ୟାବଧି ଆନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତତମ 37,000 ରନ୍ ସ୍କୋର କରିବାର ରେକର୍ଡ ସଚିନ ତେନ୍ଦୁଲକର ନାମରେ ଥିଲା। ତାପରେ ସଚିନ ତାଙ୍କ କ୍ୟାରିୟରରେ 64 ଇନିଂସରେ 37,000 ରନ୍ ଅତିକ୍ରମ କରିଥିଲେ। କୋହଲି ତାଙ୍କଠାରୁ 29 ଇନିଂସ କମ୍ ଖେଳି ଏହି ଐତିହାସିକ ସଫଳ ହାସଲ କରିଛନ୍ତି। ଅନ୍ୟପକ୍ଷରେ ସାଙ୍ଗାକାର 37,000 ରନ୍ ପୂରଣ କରିବା ପାଇଁ 648 ଇନିଂସ ଖେଳିଥିବା ବେଳେ ପଣ୍ଟିଂ ତାଙ୍କର 650ତମ ଇନିଂସରେ ଏତେ ରନ୍ ପୂରଣ କରିଥିଲେ। ବିରାଟ କୋହଲି 2008ରେ ଆନ୍ତର୍ଜାତିକ ସ୍ତରରେ ଡେବ୍ୟୁ କରିଥିଲେ। ଏହାପରେ ସେ ଟେଷ୍ଟ କ୍ରିକେଟରେ 8,918 ରନ୍ ସଂଗ୍ରହ କରିଛନ୍ତି। ଅନ୍ୟପକ୍ଷରେ ଦିନିକିଆ ଏବଂ ଟି20 କ୍ରିକେଟରେ ସେ ଯଥାକ୍ରମେ 13,954 ଏବଂ 4,188 ରନ୍ ସଂଗ୍ରହ କରିଛନ୍ତି। ବର୍ତ୍ତମାନ ସେ ଆନ୍ତର୍ଜାତିକ କ୍ରିକେଟରେ 27,012 ରନ୍ ସଂଗ୍ରହ କରିଛନ୍ତି। ଏବେ 471 ରନ୍ ସ୍କୋର କରିବା ପରେ କୋହଲି ସର୍ବାଧିକ ରନ୍ ସ୍କୋର କରିବା କ୍ଷେତ୍ରରେ ରିକି ପଣ୍ଟିଂଙ୍କୁ ପଛରେ ପକାଇବେ। ଶତକରେ କୋହଲି ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେ ଆନ୍ତର୍ଜାତିକ କ୍ରିକେଟରେ ଅଶେଷ ଶତକ ହାସଲ କରିଛନ୍ତି ଏବଂ ଏହି ତାଲିକାରେ ସଚିନ ତେନ୍ଦୁଲକର 100 ଶତକ ସହ ପ୍ରଥମ ସ୍ଥାନରେ ଅଛନ୍ତି। ବିରାଟ କୋହଲିକୁ ଯଦି ଲାଇକ୍ କରୁଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲଟିକୁ ଯଦି ପ୍ରଥମ ଥର ଆସିଥିବେ ତେବେ ସବସ୍କ୍ରାଇବ୍ କରିବାକୁ ଜମା ଭୁଲନ୍ତୁ ନାହିଁ। ବ୍ୟୁରୋ ରିପୋର୍ଟ ଏମ୍ କରି ସାଟିବେ।